ଏହି ସବୁ କାରଣ ପାଇଁ ବିଶ୍ୱକପ୍ ଜିତିଲା ଭାରତ। ଏମିତି ନ ହୋଇଥିଲେ ଭାରତର ପରାଜୟ ସୁନିଶ୍ଚିତ ଥିଲା। ଦକ୍ଷିଣ ଆଫ୍ରିକା ହାତରୁ ମ୍ୟାଚ୍ ଛଡ଼ାଇ ଆଣିଲା ଭାରତ। କେମିତି ଜିତିଲା ଭାରତ? ହାରୁଥିବା ମ୍ୟାଚ୍କୁ କେମିତି ଛଡ଼ାଇ ଆଣିଲା? ରୋହିତ ଏମିତି କ'ଣ କମାଲ କଲେ? ବିଜୟ ହାସଲର ହିରୋ କିଏ? ଏମିତି ସବୁ ପ୍ରଶ୍ନ ଏବେ ଉଙ୍କି ମାରୁଛି। ହଁ ଆଜ୍ଞା, ଦୀର୍ଘ 13 ବର୍ଷର ଅପେକ୍ଷାର ଅନ୍ତ ଘଟିଛି। ଟି20 ବିଶ୍ୱକପ୍ ହାତେଇଛି ଭାରତ। 2000 ପରେ ଗୋଟେ ବି ଆଇସିସି ଟ୍ରଫି ଭାରତ ଜିତି ପାରିନଥିଲା। ଆଉ ଏବେ ସେହି ଆଶା ପୂରଣ ହୋଇଛି, କାରଣ ଭାରତ ବିଜୟ ହାସଲ କରିଛି 2024 ଟି20 ବିଶ୍ୱକପ୍। ଯଦି ଦେଖିବା, ଦକ୍ଷିଣ ଆଫ୍ରିକା ମ୍ୟାଚ୍କୁ ହାତେଇ ନେବା ଉପରେ ଥିଲା, କିନ୍ତୁ ଭାରତୀୟ ଖେଳାଳି ପୁଣି ଥରେ କମ୍ବ୍ୟାକ୍ କରିଥିଲେ। ଭଲ ବୋଲିଂ ସାଙ୍ଗକୁ ୱିକେଟ୍ ସହ ଭଲ ଫିଲ୍ଡିଂ ଭାରତକୁ ବିଜୟ ଦେଲା। କାର୍ଲସେନ୍ଙ୍କ ୱିକେଟ୍ ଆଉ ସୂର୍ଯ୍ୟକୁମାରଙ୍କର ଯେଉଁଭଳି ମିଲରଙ୍କ କ୍ୟାଚ୍ ଧରିଲେ, ତାହା ପୁରା ମ୍ୟାଚ୍ର ଗତିପଥକୁ ବଦଳାଇ ଦେଲା। କାର୍ଲସେନ୍ ବିସ୍ଫୋରକ ବ୍ୟାଟିଂ କରୁଥିଲେ, ସେତିକିବେଳେ ରୋହିତ ପାଣ୍ଡିଆଙ୍କୁ ବଲ୍ ଧରାଇଥିଲେ। ସ୍ଲୋ ବଲ୍ ପକାଇ କାର୍ଲସେନ୍ଙ୍କୁ ଆଉଟ୍ କରିଥିଲେ ପାଣ୍ଡିଆ। ଏହାପରେ ସୂର୍ଯ୍ୟକୁମାର ମିଲରଙ୍କ କ୍ୟାଚ୍ ବାଉଣ୍ଡ୍ରି ଲାଇନ୍ରେ ଧରି ମ୍ୟାଚ୍ରେ ଜୀବନ ଭରିଥିଲେ। ବିଜୟର ଆଶାକୁ ବଢ଼ାଇ ଦେଇଥିଲେ ସୂର୍ଯ୍ୟକୁମାର ୟାଦବ। ମିଲରଙ୍କ ଛକାକୁ ଟାଣି ଆଣି କ୍ୟାଚ୍ କରିଥିଲେ। ଏହାପରେ ବୁମ୍ରାଙ୍କ ବୋଲିଂ ବି ମ୍ୟାଚ୍କୁ ଜିତାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଛି। ଯଦି ଆମେ ବ୍ୟାଟିଂ କଥା କହିବା, ତେବେ ବିରାଟ ଏବଂ ଅକ୍ଷର ପଟେଲଙ୍କ ଯୋଡ଼ି କମାଲ କରିଥିଲା। ଚାପରେ ବିରାଟ ଭଲ ଖେଳ ପ୍ରଦର୍ଶନ କରିଥିଲେ, ଦଳକୁ ଏକ ଦୃଢ଼ ସ୍ଥିତିକୁ ନେଇଯାଇଥିଲେ। ଆଉ ଏହି ଫାଇନାଲ ମୁକାବିଲା ପୁରା ଲୋମଟାଙ୍କୁରା ଥିଲା। ସେ ଯାହା ବି ହେଉନା କାହିଁକି, ଭାରତ ଟି20 ବିଶ୍ୱକପ୍ ଟାଇଟଲରେ ନିଜ ନାଁ ଲେଖିଛି। ବ୍ୟୁରୋ ରିପୋର୍ଟ, ଓଡ଼ିଶା ଭାସ୍କର।